ଆଜି ଆମର ଷ୍ଟେଟ୍ କାଉନସିଲ୍ ବୈଠକ ବିଜୁ ଜନତା ଦଳର ଶଙ୍ଖବାଣୀରେ ବସିଥିଲା। ସେଥିରେ ଦଳର ସଭାପତି ନିର୍ବାଚନ କାର୍ଯ୍ୟକ୍ରମ ଥିଲା, ଯାହା ମୁଁ ଖବରକାଗଜରେ ପଢ଼ିଛି। ଏବଂ ଏହି ବୈଠକରେ ଯେଉଁମାନେ କାଉନସିଲ୍ ମେମ୍ବର୍ସ ହେବେ ସେମାନେ ଯାଇକରି ପହଞ୍ଚିବା ଆବଶ୍ୟକତା ରହିଛି। ଚଳିତ ବର୍ଷ ଯେଉଁ କାଉନସିଲ୍ ମିଟିଂ ହେଇଥିଲା ଆଜି, ସେଥିରେ ମୋତେ ନିମନ୍ତ୍ରଣ ନଥିଲା। ମୁଁ ସେଥିରୁ ଅନୁମାନ କରୁଛି ମୋତେ ପାଳି କାଉନସିଲ୍ ଷ୍ଟେଟ୍ କାଉନସିଲ୍ କି ନିଆଯାଇନି। ଯେହେତୁ ମୋତେ ନିମନ୍ତ୍ରଣ ନଥିଲା, ମୁଁ ସେଇ ହିସାବରେ ସେ ବୈଠକରେ ଉପସ୍ଥିତ ହେଇନି। ଅଭିମାନ ନାହିଁ, ଏଥିରେ ଅଭିମାନ ନାହିଁ। ଗୋଟେ କାଉନସିଲ୍ ମେମ୍ବର ମୁଁ ତ ହେଇନି, ମୋତେ ଡକା ହେଲେ ସିନା ମୁଁ ଜାଣିବି ମେମ୍ବର ହେଇଛି ଯିବି। ଧର ଗୋଟେ ବୈଠକରେ ଯିଏ ଧର ମେମ୍ବର ନ ହେଇଥିବ ସେ ପୁଣି ଯାଇ ପହଞ୍ଚିପାରିବ ନା? ଏ ବୈଠକ କିଛି ସୂଚନା ଦେଇନାହାନ୍ତି ମୋତେ। ନିୟମ ହେଉଛି କାଉନସିଲ୍ର କାଉନସିଲ୍ ମେମ୍ବର୍ସ ମାନେ ଯିବେ। ମୋତେ ଯେତେବେଳେ ଡକା ହେଇନି, ଯେହେତୁ ମୁଁ ଡକା ହେଇନି, ମୁଁ ଭାବିଲି ମୋତେ ନେଇନାହାନ୍ତି ମେମ୍ବର୍ସ ନିଆ ହେଇନି। ଆପଣ ମୁଁ ଦଳର ସକ୍ରିୟ ସଭ୍ୟ ଅଛି, ସକ୍ରିୟ ସଭ୍ୟ ହେଇକି ସକ୍ରିୟ ସଭ୍ୟ ହିସାବରେ କାର୍ଯ୍ୟକ୍ରମ କରିବା କଥା କରିବି।